ओडिशा प्लस खबर ही କଙ୍କଡ଼ାହାଡ଼ ଗ୍ରାମରେ ବଧୂହତ୍ୟା ଅଭିଯୋଗ। ଢେଙ୍କାନାଳ ସଦର ଥାନା କଙ୍କଡ଼ାହାଡ଼ ଗ୍ରାମରେ ଏକ ବଧୂହତ୍ୟା ଘଟଣା ଦେଖିବାକୁ ମିଳିଛି। ମୃତା ମହିଳାଙ୍କୁ ସ୍ୱାମୀ, ଶାଶୁ ଓ ଶ୍ୱଶୁର ମିଳିତ ଭାବରେ ତଣ୍ଟି ଚିପି ହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ପୂର୍ବରୁ କଳହ ଲାଗିଥିବା ଯୋଗୁଁ ଏହି ହତ୍ୟା କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଚଳାଇଛି। ସୂଚନା ମୁତାବକ କାମାକ୍ଷାନଗର ରେକୁଳା ଗ୍ରାମର ସର୍ବେଶ୍ୱର ବିନ୍ଧାଣିଙ୍କର ଝିଅ ପ୍ରତିମାକୁ 12 ବର୍ଷ ତଳେ ସଦର ଥାନା କଙ୍କଡ଼ାହାଡ଼ ଗ୍ରାମର ମାୟାଧର ମହାରଣାଙ୍କର ପୁଅ ଗୌରାଙ୍ଗ ସହିତ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ 3 ବର୍ଷ ପରେ ପରିବାରରେ ଟଙ୍କାକୁ ନେଇ ପ୍ରତ୍ୟେକ ଦିନ ଝଗଡ଼ା ଆରମ୍ଭ ହେଉଥିଲା ବେଳେ ପୂର୍ବରୁ ପଞ୍ଚାୟତ ପର୍ଯ୍ୟନ୍ତ କଥା ଯାଇ ସମାଧାନ ହୋଇଥିଲା। ଗତକାଲି ରାତିରେ ପ୍ରତିମାକୁ ତାଙ୍କର ସ୍ୱାମୀ, ଶାଶୁ, ଶ୍ୱଶୁର ତଣ୍ଟି ଚିପି ହତ୍ୟା କରିଛନ୍ତି ବୋଲି ପ୍ରତିମାଙ୍କ ପରିବାର ପକ୍ଷରୁ ସଦର ଥାନାରେ ଅଭିଯୋଗ କରିଛନ୍ତି। ଖବର ପାଇ ସଦର ଥାନା ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ଢେଙ୍କାନାଳରୁ ବଳରାମ ସାହୁଙ୍କ ରିପୋର୍ଟ, ଓଡ଼ିଶା ପ୍ଲସ୍। ओडिशा प्लस खबर ही